ବର୍ତ୍ତମାନ ମଧ୍ୟରାତ୍ରିର ସମୟ। ବର୍ତ୍ତମାନ ଉପସ୍ଥିତ ଅଛୁ ଏୟାରପୋର୍ଟ ସମ୍ମୁଖରେ ଧାରଣା ସ୍ଥଳରେ, ଯେଉଁଠି ରାଉରକେଲା ଏୟାରପୋର୍ଟ କମିଟି ଦୀର୍ଘ 27 ଦିନ ଧରି ଧାରଣାରେ ବସିଛନ୍ତି ଏବଂ ବର୍ତ୍ତମାନ ମଧ୍ୟରାତ୍ରରେ ମଧ୍ୟ ଧାରଣାରେ ଉପସ୍ଥିତ ଅଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ ଏବଂ ତାଙ୍କର ସହକର୍ମୀ। ଆସନ୍ତୁ ଜାଣି ବୁଝିବା ମୁକ୍ତିକାନ୍ତଙ୍କ ଠାରୁ ଯେ କ'ଣ ରହିଛି ବର୍ତ୍ତମାନର ସ୍ଥିତି ପରିସ୍ଥିତି ଏବଂ ତାଙ୍କର ଅନୁଭୂତି। ଦେଖନ୍ତୁ ଆଜିକୁ 27 ଦିନ ହେଇଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କେହି ବି ଆସିଲେ ନାହିଁ ସମାଧାନ କରିବା ପାଇଁ, ନା ପ୍ରଶାସନ ତରଫରୁ। 4 ଦଫା ଦାବି ନେଇକି ଜାନୁଆରୀ 1 ତାରିଖରୁ ଆଜି ପର୍ଯ୍ୟନ୍ତ ଏ ଧାରଣା। ପ୍ରଥମଟି ହେଉଛି ରାଉରକେଲା ଏୟାରପୋର୍ଟର ଓନରସିପକୁ ଏଆଇକୁ ଟ୍ରାନ୍ସଫର, 4C ଲାଇସେନ୍ସ, ନାଇଟ୍ ଲ୍ୟାଣ୍ଡିଂ ସିଷ୍ଟମ, ଇନ୍ଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ। ଏ 4ଟି ଦାବି ନେଇକି, ଏ ଦାବି ଆଜିର ନୁହଁ, ଏ ଦାବି 2022 ମସିହାରୁ ଏ ଦାବି କରାହେଉଛି। ରାଉରକେଲା ଏୟାରପୋର୍ଟକୁ 4C ଲାଇସେନ୍ସ ଦିଆଯାଉ, ରାଉରକେଲା ଏୟାରପୋର୍ଟରୁ ଦେଶର ବିଭିନ୍ନ ସହରକୁ ଉଡ଼ାଣ ସେବା ଦିଆଯାଉ, ନନ୍ କ୍ୟାପିଟାଲ ସିଟିକୁ ଉଡ଼ାଣ ସେବା ଦିଆଯାଉ, ଯାହାଦ୍ୱାରା ରାଉରକେଲା ଅଞ୍ଚଳର ବିକାଶ ହେଇପାରିବ, ଯାହାଦ୍ୱାରା ରାଉରକେଲାର ମେଡିକାଲର ବିକାଶ ହେଇପାରିବ। କାରଣ ରାଉରକେଲାର ମେଡିକାଲ ବହୁତ ହି ଦୟନୀୟ ଅବସ୍ଥାରେ ଅଛି। ପ୍ରତ୍ୟେକ ଦିନ ଲୋକ ରେଫର ହେଉଛନ୍ତି। ରେଫରର ଖର୍ଚ୍ଚ, ଗୋଟେ ଆମ୍ବୁଲାନ୍ସର ଖର୍ଚ୍ଚ 30,000ରୁ ଉର୍ଦ୍ଧ୍ୱ ଆସୁଛି। ଯଦି 24 ଘଣ୍ଟିଆ ଉଡ଼ାଣ ସେବା ମିଳିବ, ରାତି ଦିନ ସବୁବେଳେ ଯଦି ଏଠି ଫ୍ଲାଇଟ୍ ଚାଲିବ, ତାହେଲେ ବଡ଼ ବଡ଼ ଡକ୍ଟର ଏଠିକି ଆସିପାରିବେ, ଭଲ ଚିକିତ୍ସା ରାଉରକେଲାର ଲୋକଙ୍କୁ ମିଳିପାରିବ। ରାଉରକେଲା ଗୋଟେ ସ୍ମାର୍ଟ ସିଟି ଭରସାରେ, ରାଉରକେଲା ପାଖାପାଖି ଅଞ୍ଚଳ ଯେମିତିକି ଝାଡ଼ଖଣ୍ଡ, ରାଞ୍ଚି ନାହିଁ, ସିକେବି ଫିକେବି ଏସବୁ ଏରିଆରୁ, ଯେଉଁ ବର୍ଡର ଏରିଆରୁ ଲୋକ ଏଠିକି ଆସୁଛନ୍ତି ରାଉରକେଲା ଗୋଟେ ସ୍ମାର୍ଟ ସିଟି ଭାବିକି ଏ ଟ୍ରିଟମେଣ୍ଟ ନେବା ପାଇଁ। ତାଙ୍କ ସହିତ ଧୋକା ହେଉଛି, ଏଇଠି ପଇସା ଖର୍ଚ୍ଚ କରିସାରିଲା ପରେ ତାଙ୍କୁ ରେଫର କରିଦିଆଯାଉଛି ଅଲଗା ଜାଗାକୁ। ତ ସେ ସମସ୍ୟାର ସମାଧାନ ହେଇପାରିବ। ରାଉରକେଲା ଗୋଟେ ଆଦିବାସୀ ଅଞ୍ଚଳ। ଏଇ ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀ ମାନେ ବାହାରେ ଯାଉଛନ୍ତି ପାଠ ପଢିବା ପାଇଁ, ବହୁତ ହଇରାଣ ହଉଛନ୍ତି। ଉଚ୍ଚ ଶିକ୍ଷା ଲାଭ କରିସାରିଲା ପରେ ମଧ୍ୟ ବାହାରେ ଯାଇକି ଜବ୍ କରୁଛନ୍ତି। ଯଦି ଏଠି 24 ଘଣ୍ଟିଆ ଉଡ଼ାଣ ସେବା ମିଳିବ, ବଡ଼ ବଡ଼ କମ୍ପାନୀ ଆସିବ, ଆଇଟି ସେକ୍ଟର ଏଠି ଓପନ ହେବ, ତ ଏଠି ରୋଜଗାରର ବି ସ୍କୋପ ମିଳିବ। ରାଉରକେଲା ଆହୁରି ବିକାଶ ହେଇପାରିବ, ଗୋଟେ ସ୍ମାର୍ଟ ସିଟି ସ୍ମାର୍ଟ ସିଟି ଭଳିଆ ଲାଗିବ। ଆମେ ସ୍ମାର୍ଟ ସିଟି କହୁଛୁ, ବିଶ୍ୱର ସବୁଠୁ ବଡ଼ ହକି ଷ୍ଟାଡିୟମ ଏଠି ଅଛି, କିନ୍ତୁ ସ୍ମାର୍ଟ ଏୟାରପୋର୍ଟଟେ ଗୋଟେ ନାହିଁ। ଗୋଟେ ଖରାପ ପାଗ ଟିକେ ହେଇଗଲେ ଏଠି ଫ୍ଲାଇଟ୍ କ୍ୟାନସଲ ହେଇଯାଉଛି। ଆପଣଙ୍କୁ କହିବାକୁ ଚାହୁଁଛି, ଆଗରୁ ସପ୍ତାହକୁ 7 ଦିନ ରାଉରକେଲାରୁ ଭୁବନେଶ୍ୱର ଫ୍ଲାଇଟ୍ ଚାଲୁଥିଲା, ବର୍ତ୍ତମାନ ସପ୍ତାହରେ 3 ଦିନ କରିଦିଆଯାଇଛି। ସେ 3 ଦିନ ବି ଏତେ କଷ୍ଟଦାୟକ ହେଉଛି କି ଲୋକ ରାଉରକେଲାରୁ ଯାଉଛନ୍ତି ଭୁବନେଶ୍ୱର କଟକ ଟ୍ରିଟମେଣ୍ଟ କରିବା ପାଇଁ, ଟିକଟ ବୁକ୍ କରିକି ଯାଉଛନ୍ତି। ନିଜର ବ୍ୟାଗ୍, ନିଜର ସାଙ୍ଗରେ ଲୋକ ଯେଉଁ ପେସେଣ୍ଟକୁ ଧରିକି ଆସୁଛନ୍ତି ଏଇ ଜାଗାକୁ, ଲାଷ୍ଟ ଟାଇମରେ ଫ୍ଲାଇଟ୍ କ୍ୟାନସଲ ହେଇଯାଉଛି, ତାଙ୍କୁ ମେସେଜ ବି ଦିଆଯାଉନାହିଁ। ଆମେ ଏଠି ଦେଖିଛୁ, ଏଠି 27 ଦିନ ଭିତରେ ଆମେ ଦେଖିଛୁ ପାଖାପାଖି 4-5 ଥର ଏଠି ଫ୍ଲାଇଟ୍ କ୍ୟାନସଲ ହେଇଛି। ଲୋକ ଏଠି ବସି କାନ୍ଦୁଛନ୍ତି। ଇଏ ଅବସ୍ଥା ରାଉରକେଲାର। ତଥାପି ରାଉରକେଲା ସୁନ୍ଦରଗଡ଼ ମାଟିର ଟାଣୁଆ ନେତା, ଯେ 6 ଥର ସାଂସଦ, ସିଏ ଇଏ ସମସ୍ୟା ସମାଧାନ କରିବା କଥା। ଏ ସମସ୍ୟାକୁ ନେଇକି ସେ ଆଗକୁ ଆସିବା କଥା, ସରକାରଙ୍କ ସହିତ ଆଲୋଚନା କରିକି ଏହାର ସମାଧାନ କରିବା କଥା, କିନ୍ତୁ ସେ ଏପର୍ଯ୍ୟନ୍ତ ଆଗକୁ ଆସିଲେ ନାହିଁ। ନିଶ୍ଚିତ ଭାବେ ଆପଣ ମୁକ୍ତିକାନ୍ତଙ୍କଠୁ ଶୁଣିଲେ ତାଙ୍କର ଅନୁଭୂତି। ଏଠାରେ ପୂର୍ବରୁ ବି ଆମେ ଦେଖି ସାରିଛୁ ଯେ ରାଉରକେଲାର ବର୍ତ୍ତମାନର ବିଧାୟକ ଶାରଦା ପ୍ରସାଦ ନାୟକ ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀ ଦିଲ୍ଲୀପ ରାୟ ଏବଂ ଅନ୍ୟ ସ୍ୱେଚ୍ଛାସେବୀ ସଂଗଠନ ସମସ୍ତେ ସମର୍ଥନରେ ଓହ୍ଲାଇ ଆସିଥିଲେ। ମୁକ୍ତିକାନ୍ତ ବାବୁ, ଆମେ ଶୁଣିବାକୁ ପାଉଛୁ ଯେ ଆପଣ କାଲିଠୁ ଆମରଣ ଅନଶନରେ ବସିବେ। ଏଟାକୁ ନେଇକି ଆପଣ କ'ଣ ପ୍ରତିକ୍ରିୟା? ଦେଖନ୍ତୁ, ଆମେ ଆଗରୁ ବି କହିଥିଲୁ, ଯେତେବେଳେ କିଛି ଆନ୍ଦୋଳନରେ ଆସିବା ଆଗରୁ ଏଡିଏମ ମହୋଦୟକୁ ଚିଠି ଲେଖିଥିଲୁ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲୁ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲୁ, ଏଭିଏସନ ମିନିଷ୍ଟ୍ରିକୁ ଚିଠି ଲେଖିଥିଲୁ। ମାନ୍ୟବର ଏଡିଏମ ମହୋଦୟକୁ ଜଣେଇଥିଲୁ ଯେ ସମାଧାନ ନ ହୁଏ, ତାହେଲେ ଜାନୁଆରୀ 1 ତାରିଖ ଯେତେବେଳେ ବିଶ୍ୱ ନୂଆବର୍ଷ ପାଳନ କରିବ, ସେତେବେଳେ ରାଉରକେଲା ଏୟାରପୋର୍ଟ ଆକ୍ସନ କମିଟି ରାଉରକେଲା ଏୟାରପୋର୍ଟର ସ୍ୱାର୍ଥ ପାଇଁ ରାଉରକେଲା ଏୟାରପୋର୍ଟ ସାମ୍ନାରେ ଧାରଣାରେ ବସିବ। ତ ସମାଧାନ ହେଇପାରିଲାନି, ଆମେ ଧାରଣାରେ ବସିଲୁ। 26 ଦିନ ଅପେକ୍ଷା କରିସାରିଲା ପରେ ଯେତେବେଳେ କୌଣସି ସମାଧାନ ହଉନାହିଁ, ସରକାରୀ ଦଳର କୌଣସି ମନ୍ତ୍ରୀ କି ବିଧାୟକ ହୁଅନ୍ତୁ କି ସାଂସଦ ଏପର୍ଯ୍ୟନ୍ତ ଆସୁନାହାନ୍ତି, ପ୍ରଶାସନିକ ଅଧିକାରୀ ଆସୁନାହାନ୍ତି, ବାଧ୍ୟ ହୋଇ ଆମେ କମିଟି ନିଷ୍ପତ୍ତି ନେଇଛି, ଆସନ୍ତାକାଲି 27 ତାରିଖ ଦିନଠୁ ଏଠି ଆମରଣ ଅନଶନରେ ଆମେ ବସିବୁ। ଏ ଆମରଣ ଅନଶନ ବି ସେ ପର୍ଯ୍ୟନ୍ତ ଚାଲିବ ଯେପର୍ଯ୍ୟନ୍ତ ଦାବି ପୂରା ନ ହେଇଛି, ସରକାରଙ୍କ ତରଫରୁ କିଏ ଆସିକି ଏହାର ଆଲୋଚନା ନ କରୁଛନ୍ତି, ସମାଧାନ କେମିତି କରାଯିବ ତା ଉପରେ ଆଲୋଚନା ନ ହଉଛି, ସେ ପର୍ଯ୍ୟନ୍ତ ଆମରଣ ଅନଶନ କରିବୁ। ଆପଣ ପୂର୍ବରୁ ବି ମୁକ୍ତିକାନ୍ତ ଭାଇ ବହୁତ ଆପଣ ଧାରଣା ଆନ୍ଦୋଳନ କରିଛନ୍ତି।
କିନ୍ତୁ ଆପଣଙ୍କୁ କଣ ଲାଗୁଛି ଯେ ଆନ୍ଦୋଳନ ଆପଣଙ୍କର ସଫଳ ରହିବ? ନିଶ୍ଚୟ ଇଏ ଆନ୍ଦୋଳନ କାହାରି ବ୍ୟକ୍ତିଗତ ଆନ୍ଦୋଳନ ନୁହଁ। ଇଏ ଆନ୍ଦୋଳନ ହଉଛି ରାଉରକେଲାର ସ୍ୱାର୍ଥ ପାଇଁ। ଏ ଆନ୍ଦୋଳନ ରାଉରକେଲାର ଭବିଷ୍ୟତ ପାଇଁ ଏ ଆନ୍ଦୋଳନ ନିହାତି ଭାବରେ ଏ ଆନ୍ଦୋଳନ ସଫଳ ହବ। କାରଣ ଏଇ ଆନ୍ଦୋଳନ ସହିତ ରାଉରକେଲାର ସବୁ ବର୍ଗର ଲୋକ ଏ ଆନ୍ଦୋଳନରେ ସାମିଲ ଅଛନ୍ତି। ସମସ୍ତେ ଏ ଆନ୍ଦୋଳନକୁ ସମସ୍ତେ ସମର୍ଥନ ଜଣାଉଛନ୍ତି। ହେଇପାରେ କାହାର ଅସୁବିଧା ଯୋଗୁଁ ରାତିରେ ଆମ ସହିତ ଆସିପାରୁନାହାନ୍ତି, କିଛି କମ ଲୋକ ଅଛୁ, କିନ୍ତୁ ଏ ଆନ୍ଦୋଳନ ରାଉରକେଲା ବାସୀଙ୍କ ସହିତ ଯୋଡି ହେଇଛି। ନିଶ୍ଚୟ ଏ ଆନ୍ଦୋଳନ ସଫଳ ହବ। ଆସନ୍ତୁ ପ୍ରତିକ୍ରିୟା ନବା କିଛି ସହକର୍ମୀଙ୍କର। ସାର୍ ଆପଣଙ୍କର ନାଁ? ଗୋପାଳ ଜେନା। ସତରେ କହିବାକୁ ଗଲେ ମୁଁ ରାଉରକେଲା ପ୍ରଶାସନକୁ କମେଣ୍ଟ କରିବି କି କମ୍ପ୍ଲିମେଣ୍ଟ ଦେବି ଜାଣିପାରୁନାହିଁ। କିନ୍ତୁ ଏଠାରେ ତ ଆପଣମାନେ ଜାଣିଥିବେ ରାଉରକେଲା ଏୟାରପୋର୍ଟକୁ ସମ୍ପୂର୍ଣ୍ଣ ରୂପେ ଜନବସତି ଘେରି ରହିଛି। କିନ୍ତୁ ଦୁଃଖର ବିଷୟ ଏଠାରେ 50 ମିଟର ଦୂରରେ ଆମର ଗାର୍ବେଜକୁ ପୁରା ଗାର୍ବେଜ ଭରି ରହିଛି, ଯାହାଦ୍ୱାରା ମଶାର ଏତେ ପରିମାଣ ଇଏ ଯେ ଆମେ ଶୋଇବାଟା ବହୁତ ବଡ଼ ଅସୁବିଧା ଇଏ କରୁଛି। ଭୟ ଲାଗୁନି? ଭୟ ତ ନିଶ୍ଚିତ ରୂପେ ଲାଗୁଛି। ପ୍ରବଳ ଥଣ୍ଡା, ଯାହାକୁ ନେଇକି ଆମେ ଆଡଜଷ୍ଟ କରୁଛୁ। ଆପଣ ଦେଖିପାରୁଥିବେ ବର୍ତ୍ତମାନ ସମସ୍ତେ ମଧ୍ୟରାତ୍ରିରେ ମଧ୍ୟ ଉପସ୍ଥିତ ନ ଶୋଇ ଉପସ୍ଥିତ ରହି ନିଜ ଧାରଣାକୁ ପ୍ରଦର୍ଶନ କରୁଛନ୍ତି ଏବଂ କାଲିଠାରୁ ଅମରଣ ଅନଶନ ପାଇଁ ମଧ୍ୟ ପ୍ରସ୍ତୁତି ଜାରି ରଖିଛନ୍ତି। ଦେଖାଯାଉ ଦାବି ପୂରଣ ହେଉଛି ନା କଣ ହେଉଛି, ପ୍ରଶାସନ କେବେ ଏମାନଙ୍କ ପ୍ରତି ଏକଦୃଷ୍ଟି କରୁଛି। ରାଉରକେଲାରୁ ଶିବଶଙ୍କର ସାମଲଙ୍କ ରିପୋର୍ଟ ଫୋକସ୍।